ପାରଳାଖେମୁଣ୍ଡିର ଗୁଣ୍ଡିଚାବାଡ଼ିଠାରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ ହୋଇଯାଇଛି। ଆଷାଢ଼ ମାସର ଶୁକ୍ଳ ପଞ୍ଚମୀରେ ହେରା ପଞ୍ଚମୀ ପାଳିତ ହୋଇଥାଏ। ମା ମହାଲକ୍ଷ୍ମୀଙ୍କୁ ଏକା ଛାଡ଼ି ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଦିନେ ଦୁଇ ଦିନରେ ଫେରିଆସିବେ ବୋଲି ଲକ୍ଷ୍ମୀଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ତାଙ୍କ ପ୍ରତିଶ୍ରୁତିକୁ ଭକ୍ତଙ୍କ ଗହଣରେ ରହି ଭୁଲି ଯାଆନ୍ତି। ଅଭିମାନ ଓ କ୍ରୋଧରେ ମା ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ସେତେବେଳେ ମହାପ୍ରଭୁଙ୍କର ସନ୍ଧ୍ୟା ଆଳତି ହୋଇ ପହଡ଼ ପଡ଼ିଥାଏ। ମା ମହାଲକ୍ଷ୍ମୀ ବିରସ ମନରେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଯାଆନ୍ତି। ଗଲାବେଳେ ନିଜର ଅଭିମାନକୁ ଦେଖିବା ପାଇଁ ରଥ କାଠ ଖଣ୍ଡିଏ ଭାଙ୍ଗି ଦେଇ ଯାଆନ୍ତି। ଆଜି ପାଗ ଅନୁକୂଳ ହୋଇଥିବାରୁ ଆଖପାଖ ପୁରପଲ୍ଲୀରୁ ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ ହୋଇଛନ୍ତି। ଜୟ ଜଗନ୍ନାଥ। ମୋର ନାମ ହେଲା ବଳରାମ ଅଧିକାରୀ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସେବାୟତ ପଣ୍ଡା ସେବାୟତ। ଆଜି ପବିତ୍ର ହେରା ପଞ୍ଚମୀ ଯାତ୍ରାର ରଥଯାତ୍ରାର ପଞ୍ଚମ ଦିନରେ ହେରା ପଞ୍ଚମୀ ତିଥି କୁହାଯାଇଥାଏ। ତିଥି ସହିତ ୟାର କିଛି ହେଇନଥାଏ। ବର୍ତ୍ତମାନ ସପ୍ତମୀ ତିଥି ଲାଗିଲାଣି, କିନ୍ତୁ ଯାତ୍ରାଠାରୁ 5 ଦିନ ହୋଇଥିବା ଯୋଗୁଁ ଏହାକୁ ହେରା ପଞ୍ଚମୀ ବୋଲି କୁହାଯାଏ। ଆଜି ଶ୍ରୀ ଠାକୁର ବରାହ ନୃସିଂହ ବେଶରେ ବିରାଜମାନ ହୋଇଛନ୍ତି। ବର୍ତ୍ତମାନ କିଛି ସମୟ ପୂର୍ବରୁ ମା ସାନ୍ତାଣୀ ମହାଲକ୍ଷ୍ମୀ ଏଠାକୁ ବିରାଜମାନ ହୋଇଥିଲେ। ଏଠାରେ କ୍ରୋଧ ସହିତ ଆସିଥିଲେ। ବଡ଼ ପଣ୍ଡାଙ୍କୁ ଆମର ନନ୍ଦିଘୋଷ ରଥରେ ବନ୍ଧା ଯାଇଥିଲା। ସେଠାକାରେ ଏକ ଖଣ୍ଡିଏ କାଠ ଭାଙ୍ଗିଥିଲେ ମହାଲକ୍ଷ୍ମୀ। ପୁଣି ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ହୋଇଥିଲେ। ସେଠାରେ ମହାଲକ୍ଷ୍ମୀଙ୍କୁ ଆଳତି ହୋଇଥିଲା। ଜଗନ୍ନାଥଙ୍କୁ ମହାଲକ୍ଷ୍ମୀଙ୍କୁ ଆଳତି ହୋଇଥିଲା। ଆଳତି ପରେ ପୁଣି ଫେରି ଯାଇଥିଲେ ମହାଲକ୍ଷ୍ମୀ। କାରଣ ଠାକୁର ଆସିବା ସମୟରେ କହିଥିଲେ, ମୁଁ 2 ଦିନ କିମ୍ବା 3 ଦିନ ଯାତ୍ରା କରିବି, ଫେରି ଆସିବି। କିନ୍ତୁ ବର୍ତ୍ତମାନ 5 ଦିନ ହେଲାଣି ମା ସାନ୍ତାଣୀ ଜଗି ଅପେକ୍ଷା କରି 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 ବର୍ତ୍ତମାନ କ୍ରୋଧର ସହିତ ଆସିଥିଲେ। କ'ଣ ପାଇଁ ଠାକୁର ଆସିନାହାନ୍ତି? ସେଠାରେ ଦେଖିଲେ ଭକ୍ତମାନଙ୍କ ଗହଣରେ ଅତି ଖୁସିରେ ଭାଇ ଭଉଣୀ ଧରି ଯାତ୍ରା କରୁଛନ୍ତି। ଆହୁରି କ୍ରୋଧ ହୋଇ ରଥ କାଠ ଭାଙ୍ଗି ପୁଣି శ్రీమందిరకు చలి ଯାଇଥିଲେ। ఆంధ్ర నుండి చాపర గ్రామం నుండి వచ్చాము। నా పేరు కృష్ణాజీ। జగన్నాథ స్వామి టెంపుల్కి ఈరోజు దర్శనంకి వచ్చాము। స్వామి తాలూకు ఆశీస్సులు మనందరికీ ఆయురారోగ్యాలు ఉండాలని మనస్ఫూర్తిగా కోరుతున్నాం। దేశం సుభిక్షంగా ఉండాలని కోరుతున్నాం। ఓం శ్రీ సాయిరామ్। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।